ମେଡିକାଲରୁ ଔଷଧ କିଣିବା ପରେ ଆରୁଷି ଘର ଆଡ଼କୁ ଆସିବା ଆରମ୍ଭ କଲେ। ଆଜି ପାଗ ଅତ୍ୟନ୍ତ ମନୋରମ ମନେ ହେଉଥିଲା। ଯେକୌଣସି ସମୟରେ ବର୍ଷା ହୋଇପାରେ। ଶୀତଳ ପବନର ଥଣ୍ଡା ତାଙ୍କ ଶରୀର ଏବଂ ମନକୁ ସତେଜ କରିଥିଲା। ଘରେ ପହଞ୍ଚିବା ପାଇଁ ତାଙ୍କୁ ପ୍ରାୟ 5 ମିନିଟ୍ ସମୟ ଲାଗିଥିଲା। ସେ ଘର ଭିତରକୁ ପ୍ରବେଶ କଲାବେଳେ ଶାଶୁ କୌଶଲ୍ୟା ତାଙ୍କୁ ନିଜ କୋଠରୀକୁ ଡାକି ପାଟି କରି ପଚାରିଲେ, ତୁ କେଉଁଠାକୁ ଯାଇଥିଲୁ? ଶାଶୁ କୌଶଲ୍ୟା ବହୁତ କ୍ରୋଧିତ ଏବଂ ବିବ୍ରତ ଦେଖାଯାଉଥିଲେ। ଆରୁଷି କହିଲା, ପନିପରିବା କାଟିବା ସମୟରେ ମୋ ଆଙ୍ଗୁଠି ଛୁରୀରେ କଟି ଯାଇଥିଲା। ସେଥିପାଇଁ ମମି ଔଷଧ ଆଣିବାକୁ ଦୋକାନକୁ ମୁଁ ଯାଇଥିଲି। କୌଶଲ୍ୟା ଆରୁଷି ନିକଟକୁ ଯାଇ କହିଲେ, ଦେଖ, ପନିପରିବା କାଟିବା କାମ ରୂପାର। ସେ ପରିବା କାଟିବା ପାଇଁ ଦରମା ନିଅନ୍ତି। ତୁ ନିଜ କାମ କରିବା ଅଭ୍ୟାସ ତ୍ୟାଗ କରିବା ଉଚିତ। ଏହି ସମର୍ଥନରେ ଆରୁଷି କହିଲେ, ଠିକ୍ ଅଛି ମମି। ପୁଣି କୌଶଲ୍ୟା ଦେବୀ କହିଲେ, ଔଷଧ ଦୋକାନକୁ ଚାଲି ଚାଲି ଯିବା କ'ଣ ଦରକାର ଥିଲା? ଡ୍ରାଇଭର ହରିକୁ କହି କାରରେ ଚାଲି ଯାଇଥାନ୍ତୁ। ଆରୁଷିଙ୍କ ମୁହଁରୁ ବାହାରି ଆସିଲା, ମମି, ଔଷଧ ଦୋକାନ ଏହି ପାଖରେ। ତେଣୁ ମୁଁ ଭାବିଲି କାରରେ ଯିବା ପରିବର୍ତ୍ତେ ମୁଁ ପାଦରେ ଯିବି। ଏହା ଶୁଣି କୌଶଲ୍ୟା ଦେବୀ ସ୍ପଷ୍ଟ କହିଛନ୍ତି ଯେ ତୁ ଏହି ଘରର ବୋହୂ। ଯଦି ତୁ କିଛି କାମ ପାଇଁ ବାହାରକୁ ଯାଉଛୁ ତେବେ କାରରେ ହିଁ ଯିବୁ। ମୁଁ ବୁଝିପାରୁଛି ଯେ ମୋର ଏହି ଶବ୍ଦ ତୁ ଅଧିକ ଗୁରୁତ୍ୱ ଦେଉନାହୁଁ, କାରଣ ତୋ ପିତାମାତାଙ୍କ ଘରେ କେହି ଏପରି କାର ବ୍ୟବହାର କରନ୍ତି ନାହିଁ। କିନ୍ତୁ ବର୍ତ୍ତମାନ ମୁଁ ଯାହା କହୁଛି ତାହା ଅନୁସରଣ କରିବାକୁ ଶିଖି ରାଣୀକୁ ସାଙ୍ଗରେ ନେଇ କାରରେ ଯାଇ ଆମ ଘରୋଇ ଡାକ୍ତରକୁ ଯାଇ ଆଙ୍ଗୁଠି ଦେଖା। ଆରୁଷି କହିଲା, ମା, କ୍ଷତ ବହୁତ ଗଭୀର ନୁହେଁ, ମୁଁ ଠିକ୍ ଅଛି। କୌଶଲ୍ୟା ଦେବୀ କହିଲେ, ଠିକ୍ ଅଛି, ଯା, ଜଳଖିଆ କର ଏବଂ ରୂପାକୁ ସମସ୍ତ କାର୍ଯ୍ୟ କରିବାକୁ ଦେ। ଆରୁଷି ଶାଶୁଙ୍କ କୋଠରୀରୁ ବାହାରି ରୂପାଙ୍କୁ କେବଳ ଚା ଆଣିବାକୁ ନିର୍ଦ୍ଦେଶ ଦେଇ ତାଙ୍କ କୋଠରୀକୁ ଗଲେ। ଏହି ଚିନ୍ତାଧାରାର ଦ୍ୱନ୍ଦ୍ୱରେ ସେ ଅତୀତର ସ୍ମୃତିରେ ହଜିଯାଇଥିଲେ। ଆରାମଙ୍କ ସହିତ ତାଙ୍କର ପ୍ରେମ ବିବାହ 4 ମାସ ପୂର୍ବେ ହୋଇଥିଲା। ଆରୁଷି ଅତି ଧନୀ ପରିବାରର ବୋହୂ ଭାବରେ ଘରକୁ ଆସିଥିଲେ। ଆରୁଷି ଏବଂ ଆରବ ଅଧ୍ୟୟନ ସମୟରେ ସାକ୍ଷାତ ହୋଇଥିଲେ। କିନ୍ତୁ ସେହି କଲେଜ ଦିନଗୁଡ଼ିକ ଅତ୍ୟନ୍ତ ରୋମାଣ୍ଟିକ ଏବଂ ମଜାଳିଆ ଥିଲା। କିନ୍ତୁ ସେ କଳ୍ପନା କରିନଥିଲେ ଯେ ଏକ ଧନୀ ପରିବାରର ବୋହୂ ହୋଇ ତାଙ୍କୁ ଏପରି ଅଣନିଶ୍ୱାସୀ ଏବଂ ଅପମାନର ସମ୍ମୁଖୀନ ହେବାକୁ ପଡ଼ିବ। ଏଠାକୁ ଆସିବା ପରେ ଆରୁଷି ଏପରି ଏକ ଘଟଣାରେ ନିଜର ମାନସିକ ପ୍ରତିକ୍ରିୟାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନୁହନ୍ତି ଏବଂ କୌଣସି କାରଣ ନଥାଇ ସେ ନିଜକୁ ନିଜେ ଦୋଷୀ ବୋଲି ଭାବୁଥିଲେ। ଏହା ନୁହେଁ, କିନ୍ତୁ ସେ ଅନୁଭବ କଲେ ଯେ ତାଙ୍କ ଶାଶୁ ଏବଂ ଶ୍ୱଶୁର ତାଙ୍କ ଭିତରେ ତାଙ୍କୁ ପରିହାସ କରନ୍ତି। ଏହା ସତ୍ୟ ଯେ ତାଙ୍କୁ ଏକ ବୋହୂ ରୂପେ ଗ୍ରହଣ କରିବା ପରେ ମଧ୍ୟ ସେମାନେ ତାଙ୍କୁ ଆଦୌ ଗ୍ରହଣ କରିନାହାନ୍ତି। କିଛି ନା କିଛି ଘଟଣା ଘଟେ ଯାହା ଆରୁଷି ଖୁସିକୁ ବ୍ୟାକୁଳ କରେ। ବହୁତ ଆଗ୍ରହ ସହିତ ଆରୁଷି 20ଟି ଶାଢ଼ୀ ବାପ ଘରୁ ଆଣିଥିଲେ। ତାଙ୍କ ପିତାମାତା ସେମାନଙ୍କ ଅପେକ୍ଷା ଅଧିକ ଖର୍ଚ୍ଚ କରିଥିଲେ, କିନ୍ତୁ ଏଠାକୁ ଆସିବା ପରେ ସେଥିରୁ କେବଳ 2ଟି ଶାଢ଼ୀ ପିନ୍ଧିବାକୁ ଅନୁମତି ପାଇଥିଲେ। ଶାଶୁ ସେ ବାକି ସବୁକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ କହିଥିଲେ, ଆମର ଏ ସମାଜରେ ସମ୍ମାନ ଅଛି। ପ୍ରତ୍ୟେକ ମହିଳା ସହଜରେ ଏହି ଶାଢ଼ୀ କମ୍ ମୂଲ୍ୟରେ ବୋଲି ଅନୁମାନ କରିପାରନ୍ତି। ତେଣୁ ଦୟାକରି ଏହାକୁ ପିନ୍ଧିବୁ ନାହିଁ। ଯଦି ତ ନିଜ ପିତାମାତାଙ୍କ ଘରକୁ ଯିବୁ ତେବେ ଏହାକୁ ସେଇଠି ରଖିଦେବୁ ଆଉ ସେଇଠି ପିନ୍ଧିଦେବୁ। ଆରୁଷି ତାଙ୍କ ହୃଦୟରେ ଗଭୀର ଦୁଃଖିତ ହେଲେ। ତେଣୁ ପରେ ଆରୁଷି କ୍ରୋଧରେ ଆରବଙ୍କୁ ପଚାରିଲେ, ଅନ୍ୟମାନଙ୍କ ଆଖିରେ ଉଚ୍ଚରେ ରହିବା ପାଇଁ ଆମେ ଆମର ଖୁସିକୁ ଚାପରେ ରଖିବା ଉଚିତ କି? ଆରବ କହିଲେ, ଆରୁଷି, ତୁମେ କାହିଁକି ଅନାବଶ୍ୟକ ଟେନସନ୍ ନେଉଛ? ମାତା ତୁମକୁ ସର୍ବୋତ୍ତମ ଶାଢ଼ୀ ଦେଉଛନ୍ତି। ତାଙ୍କ ଖୁସି ପାଇଁ ତୁମେ ଏତେ ଛୋଟ ଜିନିଷକୁ ହୃଦୟଙ୍ଗମ କରିବା ବନ୍ଦ କରିଦେବ। ବିବାହ ପରେ ଆରବଙ୍କ ପ୍ରେମରେ କୌଣସି ପାର୍ଥକ୍ୟ ନଥିଲା। ଏହା ତାଙ୍କ ପାଇଁ ଏକ ବଡ଼ ସମର୍ଥନ ଥିଲା। ଶ୍ୱଶୁର ରମେଶ ବାବୁ ମଧ୍ୟ ଆରୁଷିଙ୍କ ଇଚ୍ଛା ଏବଂ ଭାବନାକୁ ବୁଝିବାକୁ ଚେଷ୍ଟା କରିନଥିଲେ। ଆରୁଷିଙ୍କର ଆରବଙ୍କ ଭଳି ସମାନ ଯୋଗ୍ୟତା ଥିଲା। ଦୁହେଁ ଏକାଠି ଅଧ୍ୟୟନ କରିଥିଲେ। ତାଙ୍କର ଇଚ୍ଛା ଅଧ୍ୟୟନ କରି ନିଜ ଗୋଡ଼ରେ ନିଜେ ଠିଆ ହେବା। ହେଲେ ଏହା ତାଙ୍କ ଭିତରେ ରହିଗଲା।
ଆରବ ତାଙ୍କ ପରିବାର ବ୍ୟବସାୟରେ ସାହାଯ୍ୟ କରିବା ଆରମ୍ଭ କରିଥିଲେ। ଆରୁଷି ମଧ୍ୟ ସେହିଭଳି କରିବାକୁ ଚାହୁଁଥିଲେ ଏବଂ ଆରବଙ୍କର ଏଥିରେ କୌଣସି ଆପତ୍ତି ନଥିଲା। କିନ୍ତୁ ତାଙ୍କ ଶ୍ୱଶୁର ଏହା ଚାହୁଁନଥିଲେ। କହୁଥିଲେ, ବର୍ତ୍ତମାନ ସେ ହେଉଛନ୍ତି ମୋ ଘରର ବୋହୂ ଏବଂ ସେ କେବଳ ସୁନ୍ଦର ଏବଂ ସ୍ଥିତି ସହିତ ବଞ୍ଚିବା ଉଚିତ। ପୁଣି ଥରେ ଆରବ ତାଙ୍କୁ ସ୍ନେହପୂର୍ଣ୍ଣ ଭାବରେ ବୁଝେଇଥିଲେ ଏବଂ ତାଙ୍କୁ ନିରାଶା ଏବଂ ଦୁଃଖର କୁହୁଡ଼ିରୁ ବାହାରକୁ ଆଣିଥିଲେ। ସ୍ୱାମୀଙ୍କ ଅନୁପସ୍ଥିତିରେ ସେ ଶାଶୁଙ୍କ ବିଳାସପୂର୍ଣ୍ଣ ଘରେ ପ୍ରାୟ ସବୁବେଳେ ଶ୍ୱାସରୁଦ୍ଧ ହୋଇପଡ଼ିଥିଲେ, କିନ୍ତୁ କେବେ ବିବାଦ କରିନଥିଲେ। ଆରୁଷି ସର୍ବଦା ଅନୁଭବ କରୁଥିଲେ ଯେ ବିବାହ ପରେ ସେ ଏକ ସୁବର୍ଣ୍ଣ ଗୁମ୍ଫାରେ ହୋଇଥିଲେ। ହଠାତ୍ ସେତେବେଳେ ରୂପା ଚା ଟ୍ରେ ସହିତ କୋଠରୀ ଭିତରକୁ ପ୍ରବେଶ କଲେ। ସେତେବେଳେ ଆରୁଷି ଅତୀତର ସ୍ମୃତି ସହିତ ହଜି ଯାଇଥିଲେ। ସେ ଚା ଟ୍ରେକୁ ଟେବୁଲ ଉପରେ ରଖି ବାହାରକୁ ଗଲେ। ଆରୁଷି କୋଠରୀରେ ରଖାଯାଇଥିବା ଷ୍ଟିଲ୍ ଗ୍ଲାସରେ ଚାହା ଢାଳି ପିଇଲେ। ତାଙ୍କୁ ଏହିପରି ଭଲ ଲାଗୁଥିଲା। ହଠାତ୍ ଶାଶୁ ରୁମ୍କୁ ଆସିଗଲେ। କହିଲେ, ଯଦିଓ ଚା ଏ ଗ୍ଲାସରେ ମଧ୍ୟ ପିଆଯାଇପାରିବ, ଏମିତି ତ ବାପ ଘରେ ପିଇପାରିବୁ, କିନ୍ତୁ ଏଠାରେ ଏହା ଏକ ଭିନ୍ନ ଅଟେ। କପ୍ରେ ଚା ପିଇବା ଅଭ୍ୟାସରେ ପରିଣତ କରିବା ଭଲ ହେବ। ଚାହା ପିଇବା ପାଇଁ ସେ କିଛି ସମୟ ବିଶ୍ରାମ ନେଇଥିଲେ। ଆରବ ବ୍ୟବସାୟ କାମରେ କିଛି ଦିନ ପାଇଁ ସହର ବାହାରକୁ ଯାଇଥିଲେ। ଜାଗ୍ରତ ହେବା ପରେ ସେ ନିଜ ଭାଇଙ୍କ ଜନ୍ମଦିନ ଭୋଜିରେ ଯୋଗ ଦେବା ପାଇଁ ଯିବାକୁ ପ୍ରସ୍ତୁତ ହେବା ଆରମ୍ଭ କରିଥିଲେ। ଶାଶୁ କୌଶଲ୍ୟା ଯେତେବେଳେ ଜାଣିବାକୁ ପାଇଲେ ଯେ ସେ ଭାଇ ଘରକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି, ସେତେବେଳେ ସେ ତାଙ୍କ ସ୍ୱାମୀ ରମେଶ ଏବଂ ଝିଅ ରାଣୀ ଓ ଆରୁଷି ସହ ନିଜ ଭଉଣୀକୁ ଭେଟିବାକୁ ନିଷ୍ପତ୍ତି ନେଇଥିଲେ। କୌଶଲ୍ୟାଙ୍କ ବଡ଼ ଭଉଣୀଙ୍କ ଘର ଏମିତି ଏକ ଅଞ୍ଚଳରେ ଥିଲା ଯେଉଁଠାରେ ବିକାଶ ଭଲ ହୋଇନଥିଲା। ରାସ୍ତାଟି ବହୁତ ଖରାପ ଥିଲା। ରାସ୍ତାରେ ଆଲୋକର ଉପଯୁକ୍ତ ବ୍ୟବସ୍ଥା ନଥିଲା ଏବଂ ଡ୍ରାଇଭର ହରି ଡ୍ରାଇଭିଂ କରିବାରେ ଅସୁବିଧା ସମ୍ମୁଖୀନ ହେଉଥିଲା। ଯେତେବେଳେ ସେ ତାଙ୍କ ଭଉଣୀ ଘରେ ପହଞ୍ଚିଲେ, ସେ ଜାଣିବାକୁ ପାଇଲେ ସମସ୍ତ ପରିବାର ଏହି ବିବାହ ପାଇଁ ଉତ୍ସବରେ ଯୋଗ ଦେବା ପାଇଁ ଯାଇଥିଲେ। କେବଳ ଭଉଣୀଙ୍କର ବଡ଼ ଝିଅ ସିପ୍ରା ଏବଂ ଚାକର ଘରେ ଉପସ୍ଥିତ ଥିଲେ। ସେଠାରେ ପବନ ପହଞ୍ଚିବାର 10 ମିନିଟ ବିତିନାହିଁ, ହଠାତ୍ ଅତି ଦ୍ରୁତ ଗତିରେ ପ୍ରବାହିତ ହେବାକୁ ଲାଗିଲା ପବନ ଏବଂ ବିଦ୍ୟୁତ୍ କଟିଗଲା। ସିପ୍ରା କହିଲା, ମୁଁ ଲାଇଟ୍ର ବ୍ୟବସ୍ଥା କରୁଛି। ଏଥିରୁ ଜଣାପଡ଼ୁଛି ଯେ ପ୍ରବଳ ବର୍ଷା ହେବା ରମେଶଙ୍କର ସ୍ୱର ଚିନ୍ତାରେ ଭରିଯାଇଥିଲା। ପାଣିପାଗ ଦେଖିବା ଉଦ୍ଦେଶ୍ୟରେ ରମେଶ ବାରଣ୍ଡା ଆଡ଼କୁ ବାହାରକୁ ଯାଇଥିଲେ। କୋଠରୀଟି ଅନ୍ଧକାର ଥିଲା ଏବଂ ବହୁତ ଜୋରରେ ପବନ ହେତୁ ତାଙ୍କ ମୁଣ୍ଡ ଉପରେ ଘରେ ସଜାଯାଇଥିବା ଏକ ଭାରୀ ସାମଗ୍ରୀ ପଡ଼ିଗଲା। ତେଣୁ ମୁଣ୍ଡ ଫାଟିଗଲା। ଆଘାତର ଶବ୍ଦ ସହିତ ତାଙ୍କର ଯନ୍ତ୍ରଣା ବହୁତ ଅଧିକ ଥିଲା। ଏହା ଘର ସାରା ବ୍ୟାପିଗଲା। କ'ଣ ହେଲା? କୌଶଲ୍ୟାଙ୍କର ଚିତ୍କାର ଶୁଣି ରାଣୀ ଏବଂ ଆରୁଷି ଚିନ୍ତାରେ ବୁଡ଼ିଗଲେ। ରମେଶ ବାବୁ କୌଣସି ପ୍ରଶ୍ନର ଉତ୍ତର ଦେବା ସ୍ଥିତିରେ ନଥିଲେ। ତାଙ୍କର ନୀରବତା କୌଶଲ୍ୟାଙ୍କୁ ଖରାପ ଭାବରେ ଭୟଭୀତ କରିଥିଲା। ରମେଶଙ୍କୁ ଦେଖି କୌଶଲ୍ୟା ଦେବୀ ଏବଂ ରାଣୀ ଜୋରରେ କାନ୍ଦିବାକୁ ଲାଗିଲେ। ସମସ୍ତଙ୍କ ଆଖି ତାଙ୍କ ମୁଣ୍ଡରୁ ପ୍ରବାହିତ ରକ୍ତ ଉପରେ ପଡ଼ିଯାଇଥିଲା। ଆରୁଷି ସିପ୍ରାର ସାହାଯ୍ୟରେ ଶ୍ୱଶୁରଙ୍କୁ ସୋଫା ଉପରେ ଶୁଆଇଲେ। ଆରୁଷି କହିଲେ, ସିପ୍ରା, ବାହାରେ ଠିଆ ହୋଇଥିବା ଡ୍ରାଇଭରକୁ ଡାକ। ବାପାଙ୍କୁ ମେଡ଼ିକାଲ ନେବାକୁ ପଡ଼ିବ। କୌଶଲ୍ୟା ଦେବୀ କାନ୍ଦୁଥିଲେ ଏବଂ ସ୍ୱାମୀଙ୍କୁ ଚେତା ଫେରାଇ ଆଣିବାକୁ ଚେଷ୍ଟା କରୁଥିଲେ ଏବଂ ରାଣୀ ଭୟଭୀତ ହୋଇପଡ଼ିଥିଲେ। ସିପ୍ରା ବାହାରୁ ଆସି କହିଲେ, ଭାଉଜ, ତୁମର ଡ୍ରାଇଭର କାର୍ ପାଖରେ ନାହିଁ। ଆରୁଷି କହିଲେ, ମମି, ତୁମେ ପାପୁଲିରେ କ୍ଷେତ ଦବାଇକି ରଖିଥାଅ, ମୁଁ ଟିକେ ଆସୁଛି। କୌଶଲ୍ୟା କ୍ଷେତ ଉପରେ ପାପୁଲି ରଖିବା ପରେ ଆରୁଷି ଫାଟକ ଆଡ଼କୁ ଗଲେ। ସିପ୍ରା ମଧ୍ୟ ତାଙ୍କୁ ଅନୁସରଣ କରନ୍ତି। ସିପ୍ରାଙ୍କୁ ପଚାରିଲେ, ନିକଟସ୍ଥ ଡାକ୍ତରଖାନା କେଉଁଠାରେ ଅଛି? ସିପ୍ରା କହିଲେ, ଭାଉଜ, ଏଠାରୁ 5 କିଲୋମିଟର ଦୂରରେ। ଠିକ୍ ଅଛି, ମୋତେ ମୁଖ୍ୟ ରାସ୍ତାକୁ ନେଇଯାଅ। ଟ୍ୟାକ୍ସି କିମ୍ବା 3 ଚକିଆ ଯାନ ପାଇବା ଏବଂ ଯେଉଁଥିରେ ଆମେ ପାପାଙ୍କୁ ଡାକ୍ତରଖାନା ନେଇଯିବା। ସେ ମୁଖ୍ୟ ରାସ୍ତା ଆଡ଼କୁ ଚାଲିବା ଆରମ୍ଭ କଲେ ଏବଂ ହଠାତ୍ ପ୍ରବଳ ଏବଂ ଅତି ପ୍ରବଳ ବର୍ଷା ଆରମ୍ଭ ହେଲା। ପ୍ରାୟ 10 ମିନିଟର ବର୍ଷା ଭିଜି ଦୁହେଁ ମୁଖ୍ୟ ରାସ୍ତାରେ ପହଞ୍ଚିଗଲେ। ଗୋଟିଏ ପାର୍ଶ୍ୱରେ ରିକ୍ସା ଥିଲା। ଆରୁଷି ରିକ୍ସା ଭିତରେ ବସିଥିବା ଡ୍ରାଇଭରକୁ କହିଲେ, ଭାଇ, ଚାଲ କଲୋନୀ ଭିତରକୁ ଯିବା। ଆମ ବାପାଙ୍କୁ ଡାକ୍ତରଖାନା ନେବାକୁ ପଡ଼ିବ।
ତାଙ୍କୁ ନିକଟସ୍ଥ କୌଣସି ସରକାରୀ ଡାକ୍ତରଖାନାକୁ ନେବାକୁ ପଡ଼ିବ। ରିକ୍ସାବାଲା କହିଲା, ମ୍ୟାଡ଼ାମ, ରିକ୍ସା ଯିବ ନାହିଁ, ସେହି ରାସ୍ତା ବହୁତ ଖରାପ, ଅନ୍ୟ କାହାକୁ ନେଇଯାଅ। ଭଉଣୀ, ତୁମେ ମୋର ଗାଡ଼ିରେ ବସ, ଜଣେ ସର୍ଦ୍ଦାର ଡ୍ରାଇଭର ସେମାନଙ୍କର ବାର୍ତ୍ତାଳାପରେ ହସ୍ତକ୍ଷେପ କରି କହିଲା। ଧନ୍ୟବାଦ ଭାଇ, ଆରୁଷି ଗାଡ଼ିରେ ବସିଥିବା ସମୟରେ କହିଥିଲେ। ସେହି ସର୍ଦ୍ଦାର ଡ୍ରାଇଭର ଗାଡ଼ି ଚଳାଇବା ସହିତ ଉଭୟଙ୍କ ମନୋବଳ ମଧ୍ୟ ତାଙ୍କ ଶବ୍ଦ ସହିତ ବି ବଢ଼ାଇବାରେ ଲାଗିଥିଲା। ଘରେ ପହଞ୍ଚିବା ପରେ ଆରୁଷି କହିଲା, ମମି, ମୁଁ ଗାଡ଼ି ଆଣିଛି, ଚାଲନ୍ତୁ ବାପାଙ୍କୁ ଡାକ୍ତରଖାନା ନେବା। ଆରୁଷିଙ୍କ ସ୍ୱରରେ କୌଣସି କମ୍ପନ ନଥିଲା। ଶ୍ୱଶୁର ରମେଶଙ୍କର ଚେତନା ଫେରିଆସିଥିଲା, କିନ୍ତୁ ବସିବା କିମ୍ବା କହିବାକୁ ଶକ୍ତି ଅନୁଭବ କରିନଥିଲେ। ଚିନ୍ତିତ ବାବୁଙ୍କ ଆଖିରେ ସମସ୍ତଙ୍କୁ ଦେଖିବା ପରେ ତାଙ୍କ ଆଖି ଲୁହରେ ଭରିଗଲା ଏବଂ ଯନ୍ତ୍ରଣା ତୀବ୍ର ହୋଇଗଲା। କୌଶଲ୍ୟା କ୍ଷେତକୁ ଦବାଇ ଧରି ବସିଥିଲେ। ଆରୁଷି କହିଲେ, ଡ୍ରାଇଭର ଭାଇ, ଆପଣ ପାପାଙ୍କୁ ବାହାରକୁ ଆଣିବାରେ ସାହାଯ୍ୟ କରିବେ। ନିଶ୍ଚିନ୍ତ ଭାବରେ କହି ସେ ଏକ ହାତରେ ରମେଶ ବାବୁଙ୍କୁ ନିଜ କୋଳରେ ଉଠାଇଲେ ଏବଂ ଗାଡ଼ିରେ ନେଇ ଶୁଆଇଲେ। ପ୍ରଥମେ କୌଶଲ୍ୟା ଏବଂ ପରେ ଆରୁଷି ଗାଡ଼ିରେ ବସିଲେ। ଡ୍ରାଇଭର ଫେରିବା ପରେ କାରକୁ ଡାକ୍ତରଖାନାକୁ ନେବାକୁ ନିର୍ଦ୍ଦେଶ ଦେଲେ। ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ବନ୍ଦ ହୋଇନଥିଲା। ମୁଖ୍ୟ ରାସ୍ତା ପାର୍ଶ୍ୱରେ ଅବସ୍ଥିତ ଛୋଟ ସରକାରୀ ଡାକ୍ତରଖାନାରେ ପହଞ୍ଚିବା ମାତ୍ରେ ସେଠାରେ ଥିବା କର୍ମଚାରୀମାନେ ତାଙ୍କୁ ଆଣିବା ପାଇଁ ସର୍ଦ୍ଦାରଙ୍କୁ ଏକ ଷ୍ଟ୍ରେଚର ଦେଇଥିଲେ। ଡାକ୍ତର ଜରୁରୀକାଳୀନ କୋଠରୀରେ ଥିଲେ ଏବଂ ଦୁଇଟି କମ୍ପାଉଣ୍ଡର କାମ କରୁଥିଲେ। ଆରୁଷି ଡାକ୍ତରଙ୍କୁ ଡାକିବା ପାଇଁ କହିଲେ। ସେମାନେ କହିଲେ ଡାକ୍ତର ତାଙ୍କ କୋଠରୀରେ ବିଶ୍ରାମ ନେଉଛନ୍ତି। ଆରୁଷି ଡାକ୍ତରଙ୍କୁ ଡାକିବା ପାଇଁ କହିଲେ। ଡାକ୍ତର ଏଠାକୁ ଶୋଇବାକୁ ଆସନ୍ତି ନା ରୋଗୀଙ୍କୁ ଦେଖିବା ପାଇଁ? ଏବଂ ସେ ଡାକ୍ତରଙ୍କ କୋଠରୀ ଆଡ଼କୁ ଗଲେ। ଯେତେବେଳେ ଏକ କମ୍ପାଉଣ୍ଡର ଆରୁଷିଙ୍କ ରାସ୍ତାକୁ ଅବରୋଧ କରିବାକୁ ଚେଷ୍ଟା କଲା, ସେତେବେଳେ ସର୍ଦ୍ଦାରଜୀ ତାଙ୍କ ହାତ ଧରି କହିଲେ, ସେମାନଙ୍କର ବ୍ୟକ୍ତିତ୍ୱକୁ ଦେଖି ଜଣେ ବ୍ୟକ୍ତିଙ୍କ ସ୍ଥିତି ଆକଳନ କରିବାକୁ ଶିଖନ୍ତୁ ଏବଂ ଆପଣଙ୍କ ଚାକିରିକୁ ବିପଦରେ ପକାଇବାକୁ ବଞ୍ଚାନ୍ତୁ। ଅନ୍ୟ ଜଣେ କବାଟ ଖୋଲି ତାଙ୍କୁ ଭିତରକୁ ନେଇଗଲା। ସେ ଯାହା ବୁଝେଇଥିଲେ ତାହାର ପ୍ରଭାବରେ ଡାକ୍ତର ନିଦ ହରାଇଲେ ଏବଂ ସେ ଶୀଘ୍ର ରୁମ୍ରୁ ରମେଶଙ୍କୁ ଦେଖିବା ପାଇଁ ବାହାରକୁ ଆସି ତାଙ୍କ କ୍ଷତ ସିଲେଇ କରିବାରେ ସାହାଯ୍ୟ କଲେ। ଗୋଟିଏ କମ୍ପାଉଣ୍ଡର ବ୍ୟାଣ୍ଡେଜ୍ ବାନ୍ଧିଲା ଏବଂ ଅନ୍ୟଟି ଯନ୍ତ୍ରଣାକୁ ହ୍ରାସ କରିବା ପାଇଁ ଏକ ଇଞ୍ଜେକ୍ସନ ଦେଲା। ଡାକ୍ତର କହିଲେ, ମୁଁ ଔଷଧ ଲେଖିଦେଇଛି, ଏହାକୁ 7 ଦିନ ଖାଇବାକୁ ଦେବେ ଏବଂ 2 ଦିନ ପରେ ବ୍ୟାଣ୍ଡେଜ୍ ବଦଳାଯିବ। ଡାକ୍ତର ସବୁକିଛି ଭଦ୍ର ଭାବରେ ବୁଝେଇଥିଲେ ଏବଂ ତାପରେ ଡ୍ରାଇଭର ଓ ରାଣୀ ସେଠାରେ ପହଞ୍ଚିଲେ ଏବଂ ଝିଅ ରାଣୀ ଶୋଇବାକୁ ଯିବା ପୂର୍ବରୁ ଆରୁଷି ରୁମ୍କୁ ଯାଇଥିଲେ ଏବଂ କହିଲେ, ଆଜି ତୁମର ସାହସ ଏବଂ ସମର୍ଥନ ଆମକୁ ବହୁତ ଆଶ୍ଚର୍ଯ୍ୟ କଲା, ଆମକୁ ବହୁତ ସାହାଯ୍ୟ କଲା। ବାପାଙ୍କର ଖରାପ ଅବସ୍ଥା ଦେଖିବା ପରେ ଆମେ ବହୁତ ଡରି ଯାଇଥିଲୁ। ଯଦି ତୁମେ ସେଠାରେ ନ ଯାଇଥାନ୍ତ, ମୁଁ ଜାଣିନାହିଁ କ'ଣ ହେଇଥାନ୍ତା। ଆରୁଷିଙ୍କୁ ଛାତି ଉପରେ ରଖି କୌଶଲ୍ୟା ତାଙ୍କୁ ଧନ୍ୟବାଦ ଦେଲେ। ରାଣୀ କହିଲା, ଭାଉଜ, ମୋତେ ମଧ୍ୟ ତୁମ ପରି ସାହସୀ କରିଦିଅ। ଆଜି ଆମେ ତୁମର ସରଳ ବ୍ୟକ୍ତିତ୍ୱର ଗୁଣ ଦେଖିବାକୁ ପାଇଲୁ। ଅସୁବିଧା ସମୟରେ ଆମ ମା ଏବଂ ଝିଅର ବୁଦ୍ଧି କ୍ଷୀଣ ହୋଇଗଲା। ଆମେ ତୁମକୁ ଅନାବଶ୍ୟକ ଭାବରେ ଦୋଷ ଦେଇଥାଉ। କେମିତି ଜୀବନର ଚ୍ୟାଲେଞ୍ଜ ଏବଂ ସଂଘର୍ଷର ସାମ୍ନା କରିବାକୁ ତୁମର ଅଧିକ ଆତ୍ମବିଶ୍ୱାସ ଅଛି। ଆମ ସମସ୍ତଙ୍କ ସୌଭାଗ୍ୟ ଯେ ତୁମେ ଆମ ଘରର ବୋହୂ। ଭାବପ୍ରବଣ ଯେ ତୁମେ ଆମ ଘରର ବୋହୂ। ଭାବପ୍ରବଣ ହୋଇ ନିଜର ଅତୀତର କଠୋର ଆଚରଣ ପାଇଁ ଆରୁଷିଙ୍କୁ କ୍ଷମା ମାଗିଲେ। ବନ୍ଧୁଗଣ, ଆପଣମାନଙ୍କୁ ଏହି ଶାଶୁ ଏବଂ ବୋହୂର କାହାଣୀକୁ ନେଇ କ'ଣ ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚିନ୍ତ ଜଣାଇବେ। ତ ଶ୍ରୋତା ବନ୍ଧୁମାନେ, ଆଶା କରୁଛି ଆଜିର ଏହି କାହାଣୀଟି ଆପଣମାନଙ୍କୁ ନିଶ୍ଚିନ୍ତ ପସନ୍ଦ ଆସିଥିବ। ଆଉ ପସନ୍ଦ ଆସିଥିଲେ ଭିଡ଼ିଓଟିକୁ ଲାଇକ୍, ସେୟାର ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲନ୍ତୁ ନାହିଁ। ତେବେ ଆଜି ପାଇଁ ରହୁଛି, ବାଏ। ପୁଣି ଦେଖା ହେବ ଆଉ ଏକ ସୁନ୍ଦର କାହାଣୀ ସହିତ ଆଉ ଏକ ନୂଆ ଭିଡ଼ିଓରେ। ଧନ୍ୟବାଦ।